ସଞ୍ଜ ନଇଁଲେ ଚାରିଆଡ଼େ ହାତୀ ମାଳମାଳ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଳ ରେଞ୍ଜ କଦଳୀଗଡ଼ ସେକ୍ସନରେ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ସନ୍ଧ୍ୟା ହେଲେ ହାତୀପଲ ଜଙ୍ଗଲରୁ ବାହାରି ଗାଁ ଭିତରେ ପଶି ଉପଦ୍ରବ କରୁଛନ୍ତି। ଲୋକଙ୍କ ବାଡ଼ିରେ ପଶି ଆମ୍ବ, ପଣସ, କଦଳୀ ଗଛ ଭାଙ୍ଗି ଖାଇବା ସହିତ ଦଳି ଚକଟି ନଷ୍ଟ କରୁଛନ୍ତି। ଏଥିସହିତ ଗାଁର ଲୋକଙ୍କୁ ହାତୀ ମାରିବାକୁ ଗୁଡ଼ାଉଥିବା ବେଳେ ସମଗ୍ର ଅଞ୍ଚଳରେ ହାତୀକୁ ନେଇ ଏକ ପ୍ରକାର କକୁଆ ଭୟ ସୃଷ୍ଟି ହୋଇଛି। ଲୋକମାନେ ଘରୁ ପଦାକୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି। ସେପଟେ ବନ ବିଭାଗର କର୍ମଚାରୀମାନେ ହାତୀ ଘଉଡ଼ାଇବାରେ ଲାଗିଥିଲେ ବି ଲୋକଙ୍କ କ୍ଷୟକ୍ଷତିକୁ ରୋକି ପାରୁନାହାନ୍ତି। ସକାଳ ସମୟରେ ରେଢ଼ାଖୋଲ ବୌଦ୍ଧ ରାସ୍ତାର କନ୍ଧରା ନିକଟରେ ଏକ ବିରାଟ ହାତୀପଲ ରାସ୍ତା ପାରି ହେଉଥିବା ଦେଖିବାକୁ ମିଳିଥିବା ବେଳେ ଏକ ଗୁଠଛଡ଼ା ଦନ୍ତା ହାତୀ ସେହି ଅଞ୍ଚଳରେ ବୁଲୁଛି। ତେଣୁ ବନ ବିଭାଗର କର୍ମଚାରୀମାନେ ବିଭିନ୍ନ ଗାଁକୁ ଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରୁଥିବା ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।